ବୀରମିତ୍ରପୁର ସହର ଉପରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଓ ପୁଲିସର ମିଳିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନଗୁଡ଼ିକରେ ଚାଲିଥିବା ଖୁଲମଖୁଲା ନିଶାଦ୍ରବ୍ୟ, ଗୁଟ୍ଖା, ତମ୍ବାଖୁ ବିକ୍ରି ଓ ହୋଟେଲ ଉପରେ ଅଚାନକ ଚଢ଼ାଉ କରିଥିଲେ। ସହରରେ ପ୍ରାୟ 30ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଇ ନିଶାଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ନାମରେ 3,600 ଓ ହୋଟେଲ ବ୍ୟବସାୟୀଙ୍କ ଠାରୁ 28,500 ମୋଟ 32,100 ଟଙ୍କା ଫାଇନ୍ କଟାଯାଇଥିବା ଜଣାପଡ଼ିଛି। ବୀରମିତ୍ରପୁରରେ ଚଢ଼ାଉ ଖବର ଜଣାପଡ଼ିବା ପରେ ବହୁ ବ୍ୟବସାୟୀମାନେ ନିଜର ଦୋକାନ ବନ୍ଦ କରୁଥିବା ଦେଖାଯାଇଥିଲା।